ଆପଣମାନେ ଦେଖିଲେ ପୂର୍ବ ଭିଡ଼ିଓରେ ଆମେ ବାବାଙ୍କର ଦର୍ଶନ କରି ଭଲରେ ଭଲରେ ଫେରି ଆସିଥିଲୁ କେଦାରନାଥରୁ। ଯାହା ହଉ ଭଗବାନଙ୍କର ଆଶୀର୍ବାଦ ଥିଲା ବୋଲି ଆମେ ଟ୍ରେକ୍ କରିକି ଯାଇକି ଦର୍ଶନ କରିପାରିଲୁ। ସାଧାରଣ ଦର୍ଶନ ଆମେ VIP ଦର୍ଶନ ଜମା ବି କେଉଁଠି କରିନୁ। ଆମେ ଲାଇନ୍ରେ ଛିଡ଼ା ହେଇକି ଯେତେ ସମୟ ଲାଗୁ ପଛେ ଆମେ ଦର୍ଶନ କରିକି ଆସିଥିଲୁ। ତାପରେ ଆମେ ଆସିଥିଲୁ ବଦ୍ରିନାଥ ଧାମକୁ। ତ ଆସିଲା ବେଳେ ଆପଣମାନେ ବହୁତ ସାରା ସଙ୍ଗମ ଦେଖିବେ, ବହୁତ ସାରା ପ୍ରୟାଗ ଦେଖିବେ, ସେଠି ଯେତେ ବି ଅଛି ବହୁତ ସାରା। ତ ଆମେ ସେଠି ଯେତେ ବି ପ୍ରୟାଗ ଆସୁଥିଲା ଆମେ ରହିକି ଗାଡ଼ି ଟିକେ ଷ୍ଟପ୍ କରିକି ଦେଖୁଥିଲୁ ଉପରୁ, କାହିଁକିନା ତଳକୁ ଗଲେ ଆମର ଟାଇମ୍ ମ୍ୟାନେଜ୍ ହେଇପାରିବନି। ତ ସେଥିପାଇଁ ଆମେ ତଳକୁ ଯାଉନଥିଲୁ, ଯେହେତୁ ବହୁତ ସାରା ଭ୍ୟୁ ପଏଣ୍ଟ ଥିଲା। ତ ସେଥିପାଇଁ ଆମେ ଉପରୁ ହିଁ ସବୁ ଏନ୍ଜୟ କରି କରି ଆସୁଥିଲୁ। ତାପରେ ଆସିଲା ବାଟରେ ଭ୍ୟୁ ଏତେ ସୁନ୍ଦର, ଆପଣମାନେ କେଉଁଟା ଛାଡ଼ିବେ କେଉଁଟା କ୍ୟାପଚର୍ କରିବେ କିଛି ଜାଣିପାରିବେନି, ସବୁବେଳେ କ୍ୟାମେରା ଅନ୍ ହିଁ ଥିବ। ତ ଆମେମାନେ ସବୁ ଭ୍ୟୁକୁ କ୍ୟାପଚର୍ କରୁଥିଲୁ। ଫିର୍ ବି କିଛି କିଛି ଛାଡ଼ି ଯାଉଥିଲା, କ୍ୟାମେରା ଅନ୍ କଲା ବେଳକୁ ପଳାଇ ଯାଇଥିବ। ତ ସେଠି ତ ଗାଡ଼ି ଏମିତି ଯେଉଁଠି ବାରେ ସେଇଠି ରଖିପାରିବନି, କାହିଁକିନା ପାହାଡ଼ ଏରିଆ ମାନେ ଗାଡ଼ି ଚଲାଇବା ବହୁତ କଷ୍ଟ। କେତେ ସୁନ୍ଦର ସେ ଭ୍ୟୁ, ପାହାଡ଼ ଉପରେ ଘର ସବୁ କେତେ ସୁନ୍ଦର ଦେଖାଯାଉଥିଲା, କୁନି କୁନି ଘର ଦେଖାଯାଉଥିଲା ବହୁତ ଦୂରକୁ। ତ ରାସ୍ତା ବି ବହୁତ ଖରାପ, ଗୋଟେ ଗୋଟେ ଜାଗାରେ ମାନେ କେବଳ ଗୋଟେ ଗାଡ଼ି ହିଁ ଯିବ, ତ ଆଉ ଗୋଟେ ଗାଡ଼ି ତା ସାଇଡ଼୍ରେ ଯାଇପାରିବନି, ଯେମିତିକି ଏଇ ରାସ୍ତା ଆପଣମାନେ ଦେଖିପାରୁଥିବେ। ତ ସେଇ ରାସ୍ତା ଦେଇ ଆମେ ଆସି ପହଞ୍ଚିଲା ବେଳକୁ ପ୍ରାୟତଃ ରାତି ହେଇଯାଇଥିଲା। ବଦ୍ରିନାଥରେ ପ୍ରବଳ ଶୀତ, ପୁରା ବରଫ ସେଠି ପଡ଼ୁଥିଲା, ବରଫ ପାହାଡ଼। ତ ସେଇଥିରେ ଆମେ ବାହାରି ଯାଇ ଲାଇନ୍ରେ ଛିଡ଼ା ହେଇଥିଲୁ ଦର୍ଶନ ପାଇଁ। 3ଟା 4ଟାରେ ଯାଇ ଛିଡ଼ା ହେଇଥିଲୁ, ସେ ବି 3-4 କିଲୋମିଟର ପରେ। ତ ଏଇ ଭ୍ୟୁକୁ ଆମେ ଏନ୍ଜୟ କରି କରି ଛିଡ଼ା ହେଇକି ଯାଉଥିଲୁ, ତ ସେଥିପାଇଁ ବେଶୀ ବାଧୁନଥିଲା। କିନ୍ତୁ ଶୀତ ପ୍ରବଳ ଥିଲା ବୋଲି ଆମେ ଜ୍ୟାକେଟ୍ ପିନ୍ଧିକି ଯାଇଥିଲୁ। ସେଠି ଭୋଗ ପ୍ରାୟତଃ ଏମିତି ହିଁ ସବୁ ଭୋଗ ଥାଏ, ଯେହେତୁ ପାହାଡ଼ ଉପରେ ବରଫରେ ନବା ଆଣିବା କରିବା ଭୋଗ ସବୁ ବହୁତ କଷ୍ଟ। ତ ଦର୍ଶନ ପରେ ମନ ପୁରା ଶାନ୍ତି ହେଇଯାଇଥିଲା। ତାପରେ କୁଆଡ଼େ ଗଲୁ ଦେଖିବା ନେକ୍ସଟ ଭିଡ଼ିଓ।